ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଅନେକ କଥାରୁ ଅଳ୍ପ ଲେଖାକୁ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଜି ବହୁତ ଦିନ ପରେ ମୁଁ ଏକ ଲେଖା ଲେଖିଛି, ଆଉ ସେ ଲେଖାଟି ଆପଣମାନଙ୍କୁ ପଢ଼ି ଶୁଣେଇବି ନିଶ୍ଚିତ। କିନ୍ତୁ ସକାଳେ ସକାଳେ ଯେଉଁ ମୋ ରୁମ୍ର ବାଲକୋନି ଖୋଲି ଦେଖେ ତ ଏତେ ସୁନ୍ଦର ପ୍ରାକୃତିକ ପରିବେଶ, ପାହାଡ଼ ଭରା ଏତେ ସୌନ୍ଦର୍ଯ୍ୟ ମୁଁ ଆପଣମାନଙ୍କୁ ସେୟାର କରିବା ପାଇଁ ମନେ କଲି। ମୁଁ ଏହି ମାଧ୍ୟମରେ ମୁଁ କବିତା ବି କହିଦେବି, ଲେଖାଟି ଯେଉଁ ଲେଖା ଅଛି ଆପଣମାନଙ୍କୁ ପଢ଼ି ଶୁଣେଇବି, ଆଉ ତା ସହିତ ସିକିମ୍ରେ ସୌନ୍ଦର୍ଯ୍ୟ ଭରା ପାହାଡ଼ ଆପଣମାନଙ୍କୁ ନିଶ୍ଚିତ ଭାବରେ ଦେଖେଇଦେବି। ତ ଆଶା କରୁଛି ଆପଣମାନଙ୍କୁ ଏ ଲେଖାଟି ଭଲ ଲାଗିବ। କାହିଁକି ନା ମୋର ଯେତେବେଳେ ଦେହ ଖରାପ ଥିଲା 2-3 ଦିନ, ସେତେବେଳେ ମୋ ମା' କଥା ବହୁତ ମନେ ପଡ଼ୁଥିଲା। ଏମିତି ତ ସବୁବେଳେ ମନେ ପଡ଼େ ମା' କଥା, କିନ୍ତୁ ଯେତେବେଳେ ଆପଣ ଦୂରରେ ଥିବେ, ମା' ଗାଁରେ ଥିବ ଆଉ ଆପଣଙ୍କର ଦେହ ଖରାପ ହେଇଥିବ ତ ବେଶୀ ମନେ ପଡ଼ୁଥିବ। କାହିଁକି ନା ଯେତେବେଳେ ଆପଣ ଛୋଟ ଥିବେ, ମା'ଙ୍କର ଯେଉଁ କେୟାର ଯେତେବେଳେ ଦେହ ଖରାପ ହୁଏ ତ ସେଇ କଥାଟା ଆପଣମାନଙ୍କୁ ବହୁତ ବାରମ୍ବାର ମନେ ପଡ଼ୁଥିବ। ମୋ ନିଶ୍ଚିତ ସେଇ ମନେ ପଡ଼ୁଥିଲା ଯେତେବେଳେ ଦେହ ଖରାପ ଥିଲା। ତ ଯାହାଫଳରେ ସେଇ ଦେହ ଖରାପ ସମୟରେ ମୁଁ ଲେଖାଟା ଲେଖିଥିଲି ଆଉ ସେୟାର କରିବା ପାଇଁ ଆପଣମାନଙ୍କୁ ସମୟ ପାଉନଥିଲି। ତ ଆଜି ଯାହା ବି ହେଉ ସଣ୍ଡେ ଅଛି, ଛୁଟି ଅଛି, ତ ଇଚ୍ଛା କଲି କି ଆପଣମାନଙ୍କୁ এই ଲେଖାଟି ପଢ଼ି ଶୁଣେଇବି এই ସିନେରୀ ମାଧ୍ୟମରେ। ତ ଏହାକୁ ମଧ୍ୟ ଆପଣ ପସନ୍ଦ କରିବେ ବୋଲି ଆଶା ରଖୁଛି। ପ୍ରେମ ପୃଷ୍ଠାର ପ୍ରଥମ ଅଧ୍ୟାୟ ମା। ପ୍ରେମ ପୃଷ୍ଠାର ପ୍ରଥମ ଅଧ୍ୟାୟ ମା। ମା'ର ମମତା ଏତେ ମିଠା, ମା'ର ମମତା ଏତେ ମିଠା, କେବଳ ଅନୁଭବରେ ସ୍ୱାଦ ବାରି ହେଇଯାଏ, କେବଳ ଅନୁଭବରେ ସ୍ୱାଦ ବାରି ହେଇଯାଏ। ଯଦି କେବେ ତୁଳନାତ୍ମକ ଅର୍ଥରେ କିଏ ଜଣେ ଉତ୍ତର ଖୋଜେ, ଯଦି କେବେ ତୁଳନାତ୍ମକ ଅର୍ଥରେ କିଏ ଜଣେ ଉତ୍ତର ଖୋଜେ, ଅମୃତ ବି ଫିକା ପଡ଼ିଯାଇପାରେ, ଅମୃତ ବି ଫିକା ପଡ଼ିଯାଇପାରେ। ବଳିଦାନର ଶବ୍ଦର ଅର୍ଥ, ବଳିଦାନ ଶବ୍ଦର ଅର୍ଥ ମା'କୁ ପଚାର, ବଳିଦାନ ଶବ୍ଦର ଅର୍ଥ ମା'କୁ ପଚାର। ତାର ଟିକିଏ ସ୍ମିତହସ ଭରା ମୁହଁକୁ ଦେଖି ତମେ ସବୁ ବୁଝିଯିବ, ତାର ଟିକିଏ ସ୍ମିତହସ ଭରା ମୁହଁକୁ ଦେଖି ତମେ ସବୁ ବୁଝିଯିବ। କି ବଳିଦାନ କ'ଣ, କି ବଳିଦାନ କ'ଣ। ଜନ୍ମ ଦେଇ ଦୁନିଆକୁ ଚିହ୍ନେଇ ଦିଏ, ଜନ୍ମ ଦେଇ ଦୁନିଆକୁ ଚିହ୍ନେଇ ଦିଏ, ତମକୁ ପରିଚୟରେ ବାନ୍ଧି, ତମକୁ ପରିଚୟରେ ବାନ୍ଧି। ଦୁଃଖକୁ ଭୁଲି ସନ୍ତାନର ସୁଖରେ ନିଜକୁ ସବୁକିଛି ଭାବେ, ଦୁଃଖକୁ ଭୁଲି ସନ୍ତାନର ସୁଖରେ ନିଜକୁ ସବୁକିଛି ଭାବେ। ଯଦି ଜଣେ ସିଏ ହେଉଛି ମା, ଯଦି ଜଣେ ସିଏ ହେଉଛି ମା। ସନ୍ତାନ ପାଇଁ ନିଜକୁ ଜଳାଞ୍ଜଳି ଦିଏ, ସନ୍ତାନ ପାଇଁ ନିଜକୁ ଜଳାଞ୍ଜଳି ଦିଏ, ଆଉ ନିଜକୁ ନିଜେ ବୁଝେଇ ଦିଏ, ଆଉ ନିଜକୁ ନିଜେ ବୁଝେଇ ଦିଏ। ଆଉ କିଛି ଆଶା ଆକାଂକ୍ଷା ନଥାଏ ତା ଜୀବନରେ, ଆଉ କିଛି ଆଶା ଆକାଂକ୍ଷା ନଥାଏ ତା ଜୀବନରେ। ଆଉ ସର୍ବଦା ଭଗବାନଙ୍କୁ ଗୁହାରି କରେ, ଆଉ ସର୍ବଦା ଭଗବାନଙ୍କୁ ଗୁହାରି କରେ, ହେ ପ୍ରଭୁ ମୋ ସନ୍ତାନକୁ ଭଲରେ ରଖ, ହେ ପ୍ରଭୁ ମୋ ସନ୍ତାନକୁ ଭଲରେ ରଖ, ହେ ପ୍ରଭୁ ମୋ ସନ୍ତାନକୁ ଭଲରେ ରଖ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।